ଭେଣ୍ଡି ଆଳୁ ଭଜା ତ ଘରେ ବହୁତ ବାର ବନାଉଥିବେ, କିନ୍ତୁ ଏଇପରି ଭେଣ୍ଡି ଆଳୁ ଶୁଖିଲା ମସଲା ଭଜା ଗୋଟେ ଥର ବନେଇ ନିଅନ୍ତୁ। ସେ ରୁଟି ସହିତ ହେଉ ବା ଭାତ ସହିତ, ଦେଖିବେ ଖାଇବା ପାଇଁ ସମସ୍ତେ ବହୁତ ପସନ୍ଦ କରିବେ। ଆଉ ବନେଇବା ତ ବହୁତ ସହଜ, କମ୍ ସମୟରେ ବନେଇକି ରେଡ଼ି ହେଇଯିବ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି କିମ୍ବା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଗୋଟେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ପ୍ରଥମେ କ'ଣ କରିବା, ଗୋଟେ କଡ଼େଇ ବସାଇବା। କଡ଼େଇରେ ମୁଁ ଦେଇଦେଉଛି 2 ରୁ 3 ଚାମଚ ସୋରିଷ ତେଲ। ସୋରିଷ ତେଲ ଯେତେବେଳେ ଭଲସେ ଗରମ ହେଇଯିବ, ଆମେ କାଟିକିରି 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ଦେଇଦେବା। ମୁଁ ଏଠି 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ଚୋପା ଛଡ଼େଇ ନେଇଛି ଆଉ ମିଡ଼ିୟମ୍ ପିସ୍ରେ ରଖିଛି। ଚୋପା ଛଡ଼େଇକି ଭାଜିବେ, ଆଉ ଖାଇବା ପାଇଁ ବହୁତ ଭଲ ଟେଷ୍ଟ ଆସିଥାଏ। ତା ସହିତ ଟିକେ ଜଷ୍ଟ ଭାଜି ନେବା। ଭାଜି ନେଇ ସାରିଲା ପରେ ସ୍ୱାଦ ହିସାବରେ ଲୁଣ ଦେବା। ଲୁଣ ଦେଇ ସାରିଲା ପରେ ଏଠି ଆପଣ କ'ଣ କରିବେ ନା, ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବେ। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏ ଭାଜି ନେବେ। ଉପର ତ ଟିକେ ଲାଇଟ୍ ବ୍ରାଉନ୍ କଲର୍ ହେଇଯିବ, ଆଉ ଭିତର ମଧ୍ୟ ଭଲସେ ସିଝିଯିବ। ମୁଁ ଏଠି 6 ରୁ 7 ମିନିଟ୍ ପରେ ଆପଣମାନଙ୍କୁ ଦେଖାଇ ଦେଉଛି, ଦେଖିପାରୁଥିବେ ଆଳୁ ଟୋଟାଲି ପୁରା ସିଝି ଯାଇଛି। ଏବେ ସବୁ ଆଳୁକୁ କାଢ଼ି ନେବା। କାଢ଼ି ନେଇ ସାରିଲା ପରେ ଯେଉଁ ବଳକା ତେଲ ଅଛି ନା, ସେଇ ତେଲରେ ଏବେ ଭେଣ୍ଡିକୁ ଫ୍ରାଏ କରିବା। ମୁଁ ଏଠି 200 ଗ୍ରାମର ଭେଣ୍ଡିକୁ ଭଲସେ ପ୍ରଥମେ ଧୋଇ ନେଇଥିଲି। ଧୋଇକି ଗୋଟେ ଶୁଖିଲା କନାରେ ପୋଛି ନେଇଥିଲି। ତାପରେ ମିଡ଼ିୟମ୍ ପିସ୍ ରଖିଛି। ଯେହେତୁ ମୁଁ ଆଳୁ ଟିକେ ମୋଟା ମୋଟା ବଡ଼ ବଡ଼ କାଟିଛି, ସେହିପରି ଭେଣ୍ଡିକୁ ମଧ୍ୟ ବଡ଼ ବଡ଼ କାଟିଛି। ପ୍ରଥମେ ଭେଣ୍ଡିକୁ ଦେଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବେ। ମିଡ଼ିୟମ୍ ଫ୍ଲେମ୍ରେ 1 ରୁ 2 ମିନିଟ୍ ଭାଜି ନେବେ। ଭାଜି ନେଇ ସାରିଲା ପରେ ସ୍ୱାଦ ହିସାବରେ ଏଠି ଲୁଣ ଦେବେ। ଲୁଣ ଦେଇ ସାରିଲା ପରେ ଭେଣ୍ଡିକୁ ଆପଣ କ'ଣ କରିବେ ନା, ମିଡ଼ିୟମ୍ ଫ୍ଲେମ୍ରେ ଟିକେ ଜଷ୍ଟ ଉପର ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏ ଭେଣ୍ଡିକୁ ଭାଜି ନେବେ। ଭେଣ୍ଡି ମଧ୍ୟ ଭଲସେ ଭାଜି ହେଇଗଲାଣି। ଏବେ ସବୁ ଭେଣ୍ଡିକୁ କାଢ଼ି ନେବା। କାଢ଼ି ନେଇ ସାରିଲା ପରେ ଯେଉଁ ବଳକା ତେଲ ଅଛି ନା, ସେଇ ତେଲରେ ଅଧା ଚାମଚ ମୁଁ ଏଠି ଜିରା ଦେଇ ଦେଉଛି। ତା ସହିତ ଗୋଟେ ଶୁଖିଲା ଲଙ୍କା ଦେଇଦେବା। ଦେଇ ସାରିଲା ପରେ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ପୁରା ଫାଇନଲି ଚପ୍ କରି ନେଇଥିଲି। ପିଆଜକୁ ଦେଇଦେବା। ପିଆଜକୁ ଦେଇ ସାରିଲା ପରେ ଆକୁ ଆପଣ କ'ଣ କରିବେ ନା, ଟିକେ ଜଷ୍ଟ ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏ ଭାଜି ନେବେ। ମାନେ ବେଶୀ ଏଠି ଭାଜିବେନି, ଟିକେ ଜଷ୍ଟ ଲାଇଟ୍ ବ୍ରାଉନ୍ କଲର୍ ହେଉଥିବ, ମାନେ ପୋଡ଼ିଲା ଟାଇପ୍ର ଏଠି ରଖିବେନି। ଦେଖିପାରୁଥିବେ ପିଆଜକୁ ମୁଁ ଟିକେ ଜଷ୍ଟ ଭାଜି ନେଇଛି। ଭାଜି ନେଇ ସାରିଲା ପରେ 1 ଚାମଚ ଅଦା ରସୁଣର ଛେଚା ଦେବା। ଛେଚା ନିଶ୍ଚୟ ୟୁଜ୍ କରିବେ, ପେଷ୍ଟ ଦେବେନି, ଛେଚା ଦେବେ, ଦେଖିବେ ଟେଷ୍ଟ ଭଲ ଆସିବ। ଛେଚା ଦେଇ ସାରିଲା ପରେ 2 ମିନିଟ୍ ଟିକେ କଷି ନେବେ। ଯେହେତୁ ଅଦା ରସୁଣର ଗୋଟେ କଞ୍ଚା ସ୍ମେଲ୍ ଥାଏ ନା, ସ୍ମେଲ୍ ଯିବା ଯାଏ କଷି ସାରିଲା ପରେ ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋକୁ ଏଠି କାଟିକିରି ଦେଇ ଦେଉଛି। ମାନେ ଟିକେ ମୋଟା ମୋଟା ପିସ୍ ରଖିବେ। ଟମାଟୋ ପେଷ୍ଟ ଏଠି ୟୁଜ୍ କରିବେନି, ଟମାଟୋ କାଟିକିରି ଦେବେ। ଟମାଟୋ ଦେଇ ସାରିଲା ପରେ ଟମାଟୋକୁ ମଧ୍ୟ ଆକୁ ଟିକେ ଭଲସେ ଭାଜି ନେବେ। ଆଉ ଟମାଟୋ ମଧ୍ୟ ଟିକେ ନରମ ହେଇଗଲାଣି। ଏବେ ଆମେ କ'ଣ କରିବା ନା, ଭାଜିକି ରଖିଥିବା ଭେଣ୍ଡିକୁ ଦେଇଦେବା। ତା ସହିତ ଭାଜିକି ରଖିଥିବା ଆଳୁକୁ ଦେଇଦେବା। ଆପଣ ଦେଖିପାରୁଥିବେ ଟମାଟୋ ଟୋଟାଲି ନରମ ହେଇନି, ମାନେ 50% ହେଇଛି। ଏବେ ଆମେ କ'ଣ କରିବା ନା, ଯେଉଁ ମସଲା ଆମେ ବନେଇଥିଲେ ସେଇଥିରେ ଭେଣ୍ଡି ଆଳୁକୁ ମଧ୍ୟ ମିଶାଇକିରି 1 ରୁ 2 ମିନିଟ୍ ଭାଜି ନେବା। ଯେହେତୁ ଆମେ ଭେଣ୍ଡି ଆଉ ଆଳୁକୁ ଅଲରେଡ଼ି ଭାଜି ନେଇଛେ, ସେଥିପାଇଁ ବେଶୀ ଭାଜିବେନି। ଏବେ ବେସିକ୍ ମସଲା ୟୁଜ୍ କରିବା। ଯେମିତି ମୁଁ ଏଠି ଲଙ୍କାଗୁଣ୍ଡ, ଲୁଣ, ତା ସହିତ ହଳଦୀ ଗୁଣ୍ଡ ଦେଇ ଦେଉଛି। ଆଉ ଅଳ୍ପ ଟିକେ ଏଠି ଧନିଆ ଗୁଣ୍ଡ ଦେବି। ଆପଣଙ୍କୁ ଯଦି ଜିରା ଗୁଣ୍ଡ ପସନ୍ଦ, ଆପଣ ଜିରା ଗୁଣ୍ଡ ମଧ୍ୟ ନେଇପାରିବେ। ଧନିଆ ଗୁଣ୍ଡ ଦେଇ ସାରିଲା ପରେ ଏବେ ଆମେ କ'ଣ କରିବା ନା, ସବୁକୁ 1 ମିନିଟ୍ ପ୍ରଥମେ ଭାଜି ନେବେ। ଆଉ ଫ୍ଲେମ୍କୁ ଲୋ ରଖିବେ। ଯେହେତୁ ଏଠି ଶୁଖିଲା ଗୁଣ୍ଡ ମସଲା ୟୁଜ୍ କରିଛେ, ନହେଲେ ନାଇଁ ପୋଡ଼ିଯିବ। 1 ମିନିଟ୍ ଭାଜି ସାରିଲା ପରେ ଜଷ୍ଟ 1 ରୁ 2 ମିନିଟ୍ ଏଇପରି ଛାଡ଼ିଦେବେ। ତାପରେ ଆପଣ କ'ଣ କରିବେ ନା, ଆଉ ଥରେ ଟିକେ ଭାଜି ନେବେ। ତା ପୂର୍ବରୁ ମୁଁ ଏଠି କ'ଣ କରୁଛି ନା, ଅଳ୍ପ ଟିକେ ଦେଇ ଦେଉଛି ଗରମ ମସଲା, ଆଉ କାଟିକି ଟିକେ ଦେଇ ଦେଉଛି ଧନିଆ ପତ୍ର। ଟୋଟାଲି ଅପସନାଲ୍ ଅଛି, ଆପଣଙ୍କୁ ଯଦି ଅଧିକା ପସନ୍ଦ ଆପଣ ଦେଇପାରିବେ, ନହେଲେ ନାଇଁ ସ୍କିପ୍ କରିପାରିବେ। ଏତିକି ଜିନିଷ ଦେଇ ସାରିଲା ପରେ ଆକୁ ଆମେ ମିଶାଇ ନେବା। ଏବେ ଆମର ମସଲା ଭେଣ୍ଡି ଆଳୁ ଭଜା ପୁରା ବନିକି ରେଡ଼ି ସରିଲାଣି। ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଗୋଟେ ଥର ଘରେ ଟ୍ରାଏ କରନ୍ତୁ, ମୋ ସହିତ ସେୟାର କରନ୍ତୁ। ଯଦି ଭିଡ଼ିଓଟି ପସନ୍ଦ ଆସିଥିବ, ପ୍ଲିଜ୍ ଲାଇକ୍ କରିବେ। ଧନ୍ୟବାଦ।